ସ୍ୱାଗତ କରୁଛି ଫ୍ରେଣ୍ଡସ୍ ଆମ ଚ୍ୟାନେଲ ତରଫରୁ। ମୁଁ ସୁବ୍ରତ ଏକ ନ୍ୟୁ ଭିଡିଓ ସହିତ। ଫ୍ରେଣ୍ଡ ଦେଖନ୍ତୁ OSSC ତରଫରୁ ଯୋଉଟା କି ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ OSSC ତରଫରୁ ଏଇଟା ଆପଣଙ୍କର ଗୋଟେ ଆପଣମାନଙ୍କର ନୋଟିସଟି ଆସିଛି ଯୋଉଟା କି ଆପଣଙ୍କର ଆର୍ଆଇ ଅମିନ ଏଆର୍ଆଇ ଏବଂ ଆଇସିଡିଏସ୍ ସୁପରଭାଇଜର ତରଫରୁ ଆପଣଙ୍କର ଗୋଟେ ନୋଟିସ ଆସିଛି। ଏଥିରେ ଆପଣଙ୍କର ମେନସନ କଣ ଅଛି ଏଠି ଆମେ ଡିଟେଲ୍ସ ଡିସ୍କସନ କରିବା। ଭିଡିଓ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭିଡିଓଟି ଗୋଟେ ଲାଇକ୍ କରି ଦିଅନ୍ତୁ। ତ ଦେଖନ୍ତୁ ଏଠି ଆପଣମାନଙ୍କର ଯୋଉ ପ୍ରାଇମେରୀ ଯୋଉ ପ୍ରିଲିମିନାରୀ ଏକ୍ସାମିନେସନ ହବାର ଅଛି এটা ଆପଣମାନଙ୍କ ତାର ଡେଟ୍ ଟି ଆସିଯାଇଛି। ଏଠି ଦେଖନ୍ତୁ ଏଠି ଆପଣମାନଙ୍କର ଯୋଉ ଆଡଭର୍ଟାଇଜମେଣ୍ଟ ନମ୍ବର ଏଠି ଦେଖିପାରୁଥିବେ 2085 ଏଟା ରହିଛି ଏଣ୍ଡ ତା ସହିତ ଏଠି ଆପଣଙ୍କର ଡେଟ୍ ଦେଖନ୍ତୁ 1 ସେପ୍ଟେମ୍ବର 2025 ରେ ଏଠି ଆପଣମାନଙ୍କର ଏଇ ନୋଟିଫିକେସନ ଟି ଆସିଛି ଯୋଉଟା କି କାଲିର ଏଠି ଆପଣମାନଙ୍କର ନୋଟିଫିକେସନ ଟି ରହିଛି। ଏଣ୍ଡ ଦେଖନ୍ତୁ ଏଠି ଆପଣମାନଙ୍କର କଣ ଦେଇଛି ଏଠି ଆପଣମାନଙ୍କର ଯୋଉ ଆପଣଙ୍କର ଯୋଉ ପ୍ରିଲିମିନାରୀ ଏକ୍ସାମିନେସନ ରହିଛି ଯୋଉଟା କି ଆର୍ଆଇ ଏକ୍ସାମ ପାଇଁ ଆପଣ ପ୍ରି ଏକ୍ସାମ ଟି ହବାର ଥିଲା ଯୋଉଟା ଆପଣଙ୍କର ମେନ୍ସ ଏକ୍ସାମ କ୍ୟାନସଲ ହେଇକି ଆଉଥରେ ପ୍ରି ଏକ୍ସାମ ହବ। ତ ଏଟା ଆପଣଙ୍କର ତାର ଡେଟ୍ ଟି ଆସିଛି ଏଟା ଆପଣ ଦେଖନ୍ତୁ ସିବିଆଇ ଆପଣଙ୍କର କମ୍ପ୍ୟୁଟର ବେସ୍ଡ ଏକ୍ସାମିନେସନ ରହିବ ଏଣ୍ଡ 8 ଅକ୍ଟୋବର ଆପଣଙ୍କର ଷ୍ଟାର୍ଟ ହେଇକରି ଏଟା ଆପଣଙ୍କର ଥାର୍ଡ ୱିକ୍ ଅଫ ନଭେମ୍ବର ଯାଏଁ ଏଠି ଆପଣଙ୍କର ଏକ୍ସାମ ଟି ରହିବ। ଆଡମିଟ କାର୍ଡ ଡାଉନଲୋଡ କରିବା ପାଇଁ ଚାହୁଁଛନ୍ତି ତ ଏଠି ମୁଁ କହି ରଖୁଛି ବର୍ତ୍ତମାନ ଆପଣଙ୍କର ଆଡମିଟ କାର୍ଡ ଡାଉନଲୋଡ ଏବେ ହଉନାହିଁ। ତ ଆକ୍ଚୁଆଲି ଏଟା କିଛି ଦିନ ପରେ ଆପଣମାନଙ୍କର ଡାଉନଲୋଡ ହେଇଯିବ। ତ ଦେଖନ୍ତୁ ଏଠି ଆପଣମାନଙ୍କର କିଛିଟା ନୋଟ ରହିଛି ଯୋଉଟା କି ଦେଖନ୍ତୁ କ୍ୟାଣ୍ଡିଡେଟ୍ ଆର୍ ଆଡଭାଇଜ ଟୁ ଡାଉନଲୋଡ ଏଠି ଦେଖନ୍ତୁ ଯେତେବେଳେ ଆପଣମାନେ ଡାଉନଲୋଡ କରିବେ ଆଡମିସନ ସାର୍ଟିଫିକେଟ ବା ଯୋଉ ଆପଣଙ୍କର ଆଡମିଟ କାର୍ଡ ତ ଏଠି ଆପଣମାନେ ଚାହିଁଲେ ମକ୍ ଟେଷ୍ଟ ଦେଇପାରିବେ। ତା ସହିତ ଦେଖନ୍ତୁ ଟାଇମ ଆଉ ଆପଣମାନଙ୍କର ଏଠି ହାର୍ଡ କପି ଆପଣଙ୍କୁ ଯିବ ନାହିଁ ଆପଣମାନେ ଡାଇରେକ୍ଟ ଆପଣଙ୍କୁ ଡାଉନଲୋଡ କରିବା ପାଇଁ ପଡିବ ଆଇଡି ପାସୱାର୍ଡ ଦେଇକରି। ତା ସହିତ ଏଠି ଦେଖିପାରୁଥିବେ ଏଟା ଆପଣଙ୍କର ପ୍ରିଲିମିନାରୀ ଏକ୍ସାମ ରହୁଛି। ଏଟା ଆପଣମାନଙ୍କର ସବୁ ଡିଷ୍ଟ୍ରିକ୍ଟ ପାଇଁ ଏଠି ଆପଣମାନଙ୍କର ନିଜ ନିଜ ଡିଷ୍ଟ୍ରିକ୍ଟରେ ଆପଣମାନେ ଏଠି ଏକ୍ସାମ ଟି ଦେବେ। ଯେଉଁ ଡିଷ୍ଟ୍ରିକ୍ଟରେ ସେଣ୍ଟର ନଥିବ ତ ସେମାନେ ଅଲଗା ଡିଷ୍ଟ୍ରିକ୍ଟକୁ ଯାଇ ଏଠି ଏକ୍ସାମିନେସନ ଦେବେ। ତ ଏଟା ଅଲରେଡି ଆପଣଙ୍କର ଏଠି ମେନସନ କରିଛି। ତାପରେ ଦେଖନ୍ତୁ ଏଟା ନର୍ମାଲାଇଜେସନ ଆପଣଙ୍କର ସ୍କୋର ରହିବ ଦେଖନ୍ତୁ since the examination will be conducted in different data in multiple shift using multiple question set normalization methodology for computer based state examination shall be adopted by the commission to convert raw score into normalization score. Exact of normalization methodology is available in OSSC web portal for reference of candidate। ଏଠି ଆପଣଙ୍କର ଯୋଉ exact ଆପଣଙ୍କର ଯୋଉ normalization ଯୋଉ process ଟି ଏଠି ଆପଣଙ୍କର ଅପଲୋଡ କରାଯିବ OSSC ପୋର୍ଟାଲ ରେ। ତାପରେ ଦେଖନ୍ତୁ ଏଟା ଆପଣମାନଙ୍କର ଯୋଉ ପ୍ରିଲିମିନାରୀ ଏକ୍ସାମ ରହିଛି ଏଟା ଆପଣଙ୍କର ଗୋଟେ ସ୍କ୍ରିନିଂ ଟେଷ୍ଟ ରହୁଛି ଯୋଉଟା କି ଏଟା ଆପଣମାନଙ୍କର ମେନ୍ସ ଯୋଉମାନେ ଏଠି କ୍ୱାଲିଫାଇ କରିବେ ପ୍ରି ଏକ୍ସାମ ତ ସେମାନେ ମେନ୍ସ ଏକ୍ସାମ କୁ ଆପିୟର କରିବେ। ତ ଏଟା ଥିଲା ଆପଣମାନଙ୍କର ଯୋଉ ଆପଣଙ୍କର OSSC ତରଫରୁ ଯୋଉ ନୋଟିଫିକେସନ ଟି। ଯଦି ଭିଡିଓଟି ଆପଣଙ୍କୁ ପସନ୍ଦ ଆସୁଛି ତ ଲାଇକ୍ କରିଦିଅନ୍ତୁ। ଏଭଳି ଅପଡେଟ ପାଇବା ପାଇଁ ଆମ ଚ୍ୟାନେଲ ସହିତ ଯୋଡି ରୁହନ୍ତୁ। ତା ସହିତ ଆମର OSSC ତରଫରୁ ଯୋଉ ଆମର ଆର୍ଆଇ ଅମିନ ଏକ୍ସାମ ପାଇଁ ଅଲରେଡି ଆମେ ମାନେ କ୍ୱେଶ୍ଚନ ସବୁ ଡିସ୍କସନ କରୁଛୁ ଏବଂ ତା ସହିତ ବହୁତ ପିଲାମାନେ ଏଠି ପାର୍ଟିସିପେଟ କରୁଛନ୍ତି। ଆପଣମାନେ ଚାହିଁଲେ ମଧ୍ୟ ଆମ ଚ୍ୟାନେଲ ସହିତ ଯୋଡି ହୋଇ ପାର୍ଟିସିପେଟ କରିପାରିବେ। ନେକ୍ସଟ ଭିଡିଓ ଆପଣଙ୍କ ସହିତ ଦେଖା ହବ। ସେଥି ପର୍ଯ୍ୟନ୍ତ ଟେକ୍ କେୟାର ଏଣ୍ଡ ବାଏ।